नमस्कार दर्शक बंधु आपणको आम चैनल को स्वागत। देखंतु दर्शक बंधु मते जणे माँ प्रश्न करथिले कि मोर सासु ससुर समस्त अर्थ तांका बड़ पुओ को देउछंती तो सेमिति सासु ससुरंका सेवा करिबो ना नाही किंबा तांका ठारू आमे दूरेई जिबाटा ठीक रहिबो। ଏହା ଶୁଣିବା ପରେ ଆମେ ଭାବିଲୁ କି ଏହି ବିଷୟରେ ଗୋଟେ ବିସ୍ତୃତ ଭିଡିଓଟିଏ ବନାଇବାକୁ, ଯାହା ଶାସ୍ତ୍ରରେ ନିର୍ଦ୍ଦେଶ ଦିଆଯାଇଛି ତା ସହିତ ଶାସ୍ତ୍ରରେ ଥିବା ପ୍ରମାଣ ଆଉ କିଛି ଉପଯୋଗ କଲା ଭଳି ପ୍ରମାଣ ସହିତ ଆପଣଙ୍କୁ କ'ଣ କରିବା ଉଚିତ କ'ଣ କରିବା ଉଚିତ ନୁହେଁ ସବୁ ବିଷୟରେ ଆପଣଙ୍କୁ ଏହି ଭିଡିଓରେ ଜଣାଇବୁ। ଆପଣଙ୍କୁ ଅନୁରୋଧ ଆପଣ ଏହି ଭିଡିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଏବଂ ସଠିକ୍ କ'ଣ ରହିଛି ତାହା ମଧ୍ୟ ଜାଣନ୍ତୁ। କିନ୍ତୁ ଭିଡିଓଟିକୁ ଆରମ୍ଭ କରିବା ପୂର୍ବରୁ ଯଦି ଆପଣ ବି ଈଶ୍ୱରଙ୍କୁ ଆନ୍ତରିକ ବିଶ୍ୱାସ କରନ୍ତି ଏବଂ ଭକ୍ତି କରନ୍ତି ତେବେ ଭିଡିଓଟିକୁ ଲାଇକ୍ କରନ୍ତୁ ଏବଂ କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ଜୟ ମା ଲକ୍ଷ୍ମୀ ଅବଶ୍ୟ ଲେଖି ଦିଅନ୍ତୁ। ଆସନ୍ତୁ ଏବେ ଜାଣିବା ଆମେ କେଉଁ କାମ କରିବା ଏବଂ ଶାସ୍ତ୍ର କ'ଣ ଏହି ବିଷୟରେ କହୁଛି। ଦେଖନ୍ତୁ, ଆପଣ ସକାଳୁ ଉଠି ସୂର୍ଯ୍ୟଙ୍କୁ ଜଳ ନ ଦେବେ, ସୂର୍ଯ୍ୟଙ୍କୁ ପୂଜା ନ କରିବେ, ତାହେଲେ କ'ଣ ସୂର୍ଯ୍ୟ ଦେବତା ଆପଣଙ୍କୁ ଆଲୋକ ଦେବା ବନ୍ଦ କରିଛନ୍ତି କି? ଆପଣଙ୍କୁ ଛାଡ଼ି ଯେଉଁମାନେ ସୂର୍ଯ୍ୟଙ୍କୁ ପୂଜା କରୁଛନ୍ତି ସେହିମାନଙ୍କୁ କିରଣ ପ୍ରଦାନ କରୁଛନ୍ତି କି? ଆପଣଙ୍କର ଉତ୍ତର ଆସିବ ନାହିଁ। ଆପଣ ଇନ୍ଦ୍ର ଦେବତାଙ୍କୁ ପୂଜା କରୁନାହାନ୍ତି, ଆପଣ ନଦୀକୁ ପୂଜା କରୁନାହାନ୍ତି, ତଥାପି ବି ସେମାନେ କ'ଣ ଆପଣଙ୍କୁ ଜଳ ଦେବା ବନ୍ଦ କରିଦେଇଛନ୍ତି? ଆପଣ ନିଜ ସ୍ୱାର୍ଥ ପାଇଁ ଗଛ କାଟୁଛନ୍ତି, କିନ୍ତୁ କୌଣସି ଗଛ କ'ଣ ମନା କରୁଛି ଆପଣଙ୍କୁ ଫୁଲ ଫଳ ଦେବା ପାଇଁ? ଆପଣଙ୍କର ଉତ୍ତର ଆସିବ ନାହିଁ। ଦେଖନ୍ତୁ, ଆପଣ ଅଗ୍ନିକୁ ପୂଜା କରନ୍ତିନି, ତଥାପି ବି ଅଗ୍ନି କ'ଣ ଅଭିମାନ କରି ଆପଣଙ୍କର ପାକ ରୋଷେଇ ପାଇଁ ଅଗ୍ନି ଦେଉନି? ଆପଣ କହିବେ ନାହିଁ। ଆମେ କିଛି ନ ଦେଲେ ମଧ୍ୟ ସୂର୍ଯ୍ୟ ଦେବତା, ଅଗ୍ନି ଦେବତା ଏବଂ ଇନ୍ଦ୍ର ଦେବତା ତାଙ୍କ କାର୍ଯ୍ୟ କରିଚାଲିଛନ୍ତି। ସେହିଭଳି ସେମାନଙ୍କ ଠାରୁ ପାଇବାର ଆଶା ନ ରଖି ପିତା ମାତାଙ୍କ ସମାନ ସେବା କରନ୍ତୁ, କାରଣ ସେମାନେ ଆପଣଙ୍କୁ ଆପଣଙ୍କର ସ୍ୱାମୀ ଦେଇଛନ୍ତି। ଆପଣଙ୍କ ସ୍ୱାମୀଙ୍କୁ ଆପଣ ଈଶ୍ୱର ଭାବୁଛନ୍ତି, ତାଙ୍କ ପୂଜା ମଧ୍ୟ କରୁଛନ୍ତି। ସେହିଭଳି ଆପଣଙ୍କ ସ୍ୱାମୀଙ୍କର ଈଶ୍ୱର ମଧ୍ୟ ତାଙ୍କ ବାପା ମା ଅଟନ୍ତି। ସେଥିପାଇଁ ଆପଣଙ୍କୁ କଷ୍ଟ ହେଲେ ମଧ୍ୟ, ମନରେ ରାଗ ଦ୍ୱେଷ ଆସିଲେ ମଧ୍ୟ ସେହି ଆପଣଙ୍କ କର୍ତ୍ତବ୍ୟ ଏବଂ ଆପଣଙ୍କ ସେବାରେ ଅବହେଳା କରନ୍ତୁ ନାହିଁ। ଦେଖନ୍ତୁ, ଆପଣଙ୍କର ଈଶ୍ୱରଙ୍କୁ ସେବା କରିବାର ସୁଯୋଗ ମିଳୁଛି। ସେମାନେ ତାଙ୍କ କର୍ତ୍ତବ୍ୟରେ ଅବହେଳା କରୁଛନ୍ତି। ମନରେ ତାଙ୍କର ଅନ୍ତରପାନ୍ତର ଭାବନା ମଧ୍ୟ ରହୁଛି। ଜଣଙ୍କୁ ଅଧିକ ଜଣଙ୍କୁ କମ୍ କରି ଦେଖୁଛନ୍ତି। ଏହା ହେଉଛି ସେମାନଙ୍କର କର୍ମ ଏବଂ ତାଙ୍କ କର୍ମର ଫଳ ତାଙ୍କୁ ଈଶ୍ୱର ନିଶ୍ଚିତ ଭାବରେ ଦେବେ। ଆପଣ ନିଜ କର୍ମରେ କର୍ତ୍ତବ୍ୟରେ ଅବହେଳା କରନ୍ତୁ ନାହିଁ। ଯଦି ଏହି ଜନ୍ମରେ ଆପଣ ସଠିକ୍ କର୍ମ କରିବେ, ଆପଣଙ୍କୁ ତାହାର ଫଳ ନିଶ୍ଚିତ ଭାବରେ ମିଳିବ। ଆପଣଙ୍କର ଭଲ କର୍ମର ଫଳ ଆପଣଙ୍କ ସନ୍ତାନମାନଙ୍କୁ ମଧ୍ୟ ମିଳିବ। ସେମାନେ ଖୁସିରେ ରହିବେ, ସେମାନଙ୍କ ଭାଗ୍ୟରେ ଉନ୍ନତି ମଧ୍ୟ ଆସିବ। ଦେଖନ୍ତୁ, ଭବିଷ୍ୟତରେ ଦିନେ ଆପଣ ବି ଶାଶୁ ଶ୍ୱଶୁର ହେବେ। ଆପଣଙ୍କ କର୍ମର ଫଳ ମଧ୍ୟ ଆପଣଙ୍କୁ ଭୋଗ କରିବାକୁ ପଡ଼ିବ। ଆପଣ ଯଦି ଆଜି ସବୁ ସହି ଶାଶୁ ଶ୍ୱଶୁରଙ୍କ ସେବା କରିଥିବେ, ଆପଣଙ୍କର ପୁଅ ବୋହୂ ଝିଅ ମଧ୍ୟ ଆପଣଙ୍କର ସେବା କରିବେ। ଆପଣଙ୍କ କର୍ମର ଫଳ ଭଗବାନ ଆପଣଙ୍କୁ ଅନ୍ୟ ବାଟରେ ମଧ୍ୟ ଆପଣଙ୍କୁ ଦେଇ ସାହାଯ୍ୟ କରିବେ। ଆପଣଙ୍କୁ କେବେ ବି ନିରାଶ କରିବେ ନାହିଁ। ଦିନ ଆସିବ ଯେଉଁ ଶାଶୁ ଶ୍ୱଶୁର ଆପଣଙ୍କୁ ଏବେ ଭଲ ପାଉନାହାନ୍ତି, ପୁଣି ଥରେ ଭଲ ପାଇବା ଆରମ୍ଭ କରିବେ। ଅବଶ୍ୟ ସେତେବେଳକୁ ବିଳମ୍ବ ହୋଇଯାଇଥିବ। ଆପଣଙ୍କୁ ଲାଗିବ ଯେ ଏବେ ଭଲ ହେଲେ କ'ଣ ହେବ, କିନ୍ତୁ ଦେଖନ୍ତୁ, ଭାଗ୍ୟର ବିଡ଼ମ୍ବନା ମଧ୍ୟ ଥାଏ। ଆପଣଙ୍କ କାମନା ପୂରଣ କରିବାରେ ବିଳମ୍ବ ହେଲେ ମଧ୍ୟ ଯେଉଁ ସ୍ନେହ ପ୍ରେମ ଆପଣ ଖୋଜୁଥିଲେ ଆପଣଙ୍କୁ ମିଳିବ। ଦେଖନ୍ତୁ, ଯଦି ଆମେ ପୁରାଣ ପୋଥିକୁ ଯିବା,
ସବୁଠାରୁ ଦୁଷ୍ଟ ଖରାପ ପିତା ହେଲେ ପ୍ରହ୍ଲାଦଙ୍କର ପିତା, ଯେ କି ପ୍ରତି କ୍ଷଣରେ ନିଜର ପୁତ୍ରର ମୃତ୍ୟୁ ପାଇଁ କାମନା କରୁଥିଲେ, ନିଜ ପୁତ୍ରକୁ ମାରିବା ପାଇଁ ପ୍ରୟାସ ମଧ୍ୟ କରୁଥିଲେ। କିନ୍ତୁ ଈଶ୍ୱର ଯେତେବେଳେ ପ୍ରହ୍ଲାଦଙ୍କୁ ପଚାରିଲେ, କ'ଣ ମାଗୁଛ ମାଗ, ସେତେବେଳେ ପ୍ରହ୍ଲାଦ କହିଥିଲେ, ମୋ ପିତାଙ୍କୁ ଆପଣ କୋଳରେ ଧରିବେ ଏବଂ ଆପଣ ଯେମିତି ପୂଜା ପାଉଛନ୍ତି ମୋ ପିତା ମଧ୍ୟ ଆପଣଙ୍କ ସହିତ ପୂଜା ପାଇବେ। ଆପଣ ଏବେ ବି ଦେଖିବେ ବହୁତ ସ୍ଥାନରେ ପ୍ରଭୁଙ୍କୁ ପୂଜା ସମୟରେ ପ୍ରଭୁଙ୍କ ଫଟୋ ମଧ୍ୟରେ ପ୍ରହ୍ଲାଦଙ୍କ ପିତାଙ୍କର ମଧ୍ୟ ପୂଜା ପାଉଥିବେ। ଏତେ ଦୁଃଖ କଷ୍ଟ ସହିଲା ପରେ ମଧ୍ୟ ପ୍ରହ୍ଲାଦ ନିଜ ପିତାଙ୍କୁ ବୈକୁଣ୍ଠ ପ୍ରାପ୍ତି ପାଇଁ ବର ମାଗିଥିଲେ। ସେମିତି ପୁତ୍ର ଏବେ ମିଳିବେ ନାହିଁ। ଏବେ ଦେଖିବେ କିଛି ବି ଟିକିଏ ଅସୁବିଧା ହୋଇଗଲେ ପୁଅମାନେ କହୁଛନ୍ତି ଆମେ ସେମାନଙ୍କ ପଚାରିବୁ ନାହିଁ, ସେମାନେ ଆମକୁ ପଚାରୁନାହାନ୍ତି, ଆମେ କାହିଁକି ପଚାରିବା। କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ ଭୁଲ ଅଟେ। ସେମାନେ କଲେ ବୋଲି କ'ଣ ଆମେ ଭୁଲ କରିବା? ଆପଣ ସଠିକ ମାର୍ଗରେ ଯାଆନ୍ତୁ ଏବଂ ଈଶ୍ୱରଙ୍କୁ ଭକ୍ତି କରନ୍ତୁ ଏବଂ ବିଶ୍ୱାସ ମଧ୍ୟ କରନ୍ତୁ। ଅବଶ୍ୟ ଆପଣଙ୍କର ଅପେକ୍ଷାଟି ବହୁତ ଲମ୍ବା ହୋଇପାରେ, କିନ୍ତୁ ଆପଣଙ୍କ ଅପେକ୍ଷାର ଫଳ ଆପଣଙ୍କୁ ନିଶ୍ଚିତ ମିଳିବ। ଦେଖନ୍ତୁ, ଏମିତି ବି ମାତା ପିତା ମାନେ ବି ଅଛନ୍ତି ଯିଏ ବଡ଼ ପୁଅକୁ ଭଲ ପାଆନ୍ତି, ସାନ ପୁଅକୁ ଦୂରେଇ ଦିଅନ୍ତି, କିମ୍ବା ସାନ ପୁଅକୁ ଭଲ ପାଇ ବଡ଼ ପୁଅକୁ ଦୂରେଇ ଦିଅନ୍ତି। ସେମିତି ଭୁଲ ଏବେ କୌଣସି ପିତାମାତା କରନ୍ତୁ ନାହିଁ। ଯଦି କୌଣସି ପିତାମାତା ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ତାହେଲେ ଦେଖନ୍ତୁ, ଆପଣଙ୍କ ପାନ୍ତ ପାତର ଅନ୍ତର କରନ୍ତୁ ନାହିଁ। ସବୁ ସନ୍ତାନଙ୍କୁ ଗୋଟିଏ ଦୃଷ୍ଟିରେ ଦେଖନ୍ତୁ, କାରଣ ସମସ୍ତେ ଆପଣଙ୍କ ଗର୍ଭରୁ ଆସିଛନ୍ତି, ସମସ୍ତେ ଆପଣଙ୍କର। ହୋଇପାରେ କାହା ପାଖରେ ଭାଗ୍ୟରେ କ'ଣ ଅଛି, କିନ୍ତୁ ସବୁ ପୁଅ ଝିଅମାନଙ୍କୁ ଭଲ ପାଆନ୍ତୁ, କାରଣ ସମସ୍ତଙ୍କ ମନ ଭିତରେ ଆପଣ ହିଁ ଅଛନ୍ତି। ଦେଖନ୍ତୁ, ଆପଣଙ୍କ ସନ୍ତାନମାନଙ୍କୁ ଯଦି କେହି ପିତାମାତାଙ୍କ ନାମ ପଚାରିବେ, ସେମାନେ ଆପଣଙ୍କ ନାମ ହିଁ କହିବେ। ତେଣୁ ସମସ୍ତଙ୍କୁ ଆପଣ ଆପଣାର କରନ୍ତୁ। ସବୁଠାରୁ ବଡ଼ କଥା ହେଲା, ଆପଣ ନିଜ ପୁଅ ବୋହୂର ଦୁର୍ଗୁଣକୁ ପଡ଼ୋଶୀଙ୍କ ଆଗରେ ଗପନ୍ତୁ ନାହିଁ। କାହିଁକି ନା ସେମାନେ ଆପଣଙ୍କ ବୋହୂ ପୁଅଙ୍କ ଆଗରେ କହିବେ, ଆପଣଙ୍କ ପରିବାରରେ ଝଗଡ଼ା ସୃଷ୍ଟି କରିବେ ଏବଂ ପୁଅ ବୋହୂ ଆପଣଙ୍କୁ ଖରାପ ଭାବିବେ, ଖରାପ ଦୃଷ୍ଟିରେ ଦେଖିବେ। ଆପଣଙ୍କ ପ୍ରତି ତାଙ୍କର ଖରାପ ମନୋଭାବନା ବି ଆସିବ। ତା ସହିତ ସମୟ ବଢ଼ିବା ସହିତ ବୟସ ମଧ୍ୟ ବଢ଼ିବ। ଯେତେବେଳେ ଆପଣ କାହାର ସାହାରା ଖୋଜିବେ, ସେତେବେଳେ ପଡ଼ୋଶୀ ଆସିବେ ନାହିଁ। ଆପଣଙ୍କ ପୁଅ ବୋହୂ ହିଁ ଆପଣଙ୍କ କାମ କରିବେ, ଆପଣଙ୍କର ସେବା କରିବେ। ଆଜିକାଲି ଯୁଗର ବୋହୂମାନଙ୍କର ବ୍ୟବହାର ଆଚରଣ ଆପଣଙ୍କୁ କଷ୍ଟ ଦେଇପାରେ। ଆପଣ ସହିଯାଆନ୍ତୁ। ଦିନ ଆସିବ ସେମାନେ ବି ବଦଳିଯିବେ। ଦେଖନ୍ତୁ, ବହୁତ ପୁଅ ଏବେ ବି ଅଛନ୍ତି ଯିଏ ନା ମାର ନା ସ୍ତ୍ରୀର ହୋଇପାରୁଛନ୍ତି। ସେଥିପାଇଁ ଶାଶୁ ଶ୍ୱଶୁରଙ୍କ ସେବା କରିବା ସମସ୍ତ ବୋହୂଙ୍କର କର୍ତ୍ତବ୍ୟ ଏବଂ ସବୁ ଶାଶୁମାନଙ୍କର ବୋହୂକୁ ନିଜର ଝିଅ ଭଳି ଦେଖିବା ମଧ୍ୟ ଆପଣମାନଙ୍କର କର୍ତ୍ତବ୍ୟ। ଦେଖନ୍ତୁ, ଆପଣଙ୍କୁ ଏହି ଶାସ୍ତ୍ର ନିୟମ ଅନୁଯାୟୀ ଏହା କୁହାଯାଉଛି ଯେ ଆପଣ ଆପଣଙ୍କର କର୍ତ୍ତବ୍ୟକୁ ଠିକ୍ ରଖନ୍ତୁ। ଆପଣଙ୍କର ଯେତିକି ସମ୍ଭବ, ଯାହା ଯେତିକି କରିପାରିବେ, ଆପଣ ଆପଣଙ୍କ ଶାଶୁ ଶ୍ୱଶୁରଙ୍କର ସେବା କରନ୍ତୁ। ତା ସହିତ ସମସ୍ତ ଶାଶୁ ଶ୍ୱଶୁରମାନଙ୍କୁ ଅନୁରୋଧ, ଆପଣମାନେ ବୋହୂକୁ ନିଜର ଝିଅ ଭଳି ଦେଖନ୍ତୁ। ଆପଣଙ୍କ ଝିଅର ଆପଣ 10ଟି ଦୋଷ କ୍ଷମା କଲାବେଳେ ବୋହୂର ଗୋଟିଏ ଦୋଷ କ୍ଷମା କରନ୍ତୁ। ଆପଣଙ୍କ ପରିବାରର ସୁନା ହୋଇଯିବ। ଯଦି ଆପଣଙ୍କୁ ଆମ ଭିଡ଼ିଓଟି ପସନ୍ଦ ଆସିଥାଏ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ। କମେଣ୍ଟ ବକ୍ସରେ ନିଜର ମତାମତ ପ୍ରଦାନ କରନ୍ତୁ। ଯଦି ପ୍ରଥମ ଥର ଆମ ଚ୍ୟାନେଲକୁ ଆସିଛନ୍ତି, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ପାଖରେ ଥିବା ବେଲ୍ ଆଇକନକୁ ପ୍ରେସ୍ କରନ୍ତୁ। ଧନ୍ୟବାଦ।